ଭାତ ଡାଲମା ସହିତ ଆପଣ ଥରେ ଏମିତି ଦହି ଭେଣ୍ଡି ଟ୍ରାଏ କରନ୍ତୁ। ବହୁତ ଟେଷ୍ଟି ଲାଗିବ ଆଉ ବହୁତ କମ ଟାଇମରେ ହେଇଯିବ। ଖାଇବା ପାଇଁ ଯେତିକି ଟେଷ୍ଟି, ବନେଇବା ବହୁତ ସହଜ ଆଉ ବହୁତ କମ ଟାଇମରେ ଇଜି ପ୍ରୋସେସରେ ହେଇଯିବ। ମୁଁ ଆଶା କରୁଛି ମୋର ଏ ରେସିପିଟା ଆପଣଙ୍କୁ ଭଲ ଲାଗିବ। ନମସ୍କାର, ଗୁନୁଚୋଡ଼େ କିଚେନକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ, ମୁଁ ଏଠି 250 ଗ୍ରାମର ଭେଣ୍ଡି ନେଇଛି। ବଡ଼ ବଡ଼ ଭେଣ୍ଡି ୟୁଜ୍ କରିଛି। ଆପଣ ଯଦି ଚାହିଁବେ ଛୋଟ ଛୋଟ ଭେଣ୍ଡି ଥିବ ତ ୟୁଜ୍ କରିପାରିବେ। ଇଏ ଏଠି କଷି ଭେଣ୍ଡି ଥିଲା। ଦେଖନ୍ତୁ ମୁଁ ଆକୁ କେମିତି କାଟୁଛି। ମୁଣ୍ଡରୁ ଏମିତି କାଟି ନେବେ, ଭୁଣ୍ଡିଟାକୁ ବାହାର କରିନେବେ। ତାପରେ ଯୋଉ ପଛପଟେ ଯୋଉ ପତଳା ପାର୍ଟ ଅଛି ସେଟାକୁ କାଢିଦେବେ। ସେଟା ଖାଇବାକୁ ଭଲ ଲାଗିନଥାଏ। ତାକୁ ଟିକେ ବଡ ବଡ ଖଣ୍ଡରେ କାଟିବେ। ଯଦି ଛୋଟ ଭେଣ୍ଡି ଥିବ ତ 2 ଖଣ୍ଡ କରିବେ, ନହେଲେ ଥିବ ତ ତାକୁ ସେମିତି ଗୋଟା କରିପାରିବେ। ଦେଖନ୍ତୁ ମୁଁ ଆକୁ ଏମିତି ସବୁ ଖଣ୍ଡ ଖଣ୍ଡ କରିଦେଲି। ବଡ ଭେଣ୍ଡିଟା ଥିଲା ତ 5 ଖଣ୍ଡ ହେଇଛି। ଆଡୁ ଚାହିଁଲେ ବଡ କରିପାରିବେ, ଆଡୁ ଚାହିଁଲେ ଛୋଟ କରିପାରିବେ। ସେମ୍ ପ୍ରୋସେସରେ ମୁଁ ସବୁତକ ଭେଣ୍ଡି ସମାନ ଭାବରେ କାଟି ନେବି। ଦେଖନ୍ତୁ ମୁଁ ସମାନ ଭାବରେ ସବୁ ଗୁଡାକ ସେମ୍ ପ୍ରୋସେସରେ କାଟି ନେଲି। ତ ଏବେ ଗୋଟେ କରେଇ ନେଇଯିବି। କରେଇରେ ଦେଇଦେବି ଅଳ୍ପ 3 ରୁ 4 ଟେବୁଲ ସ୍ପୁନ ତେଲ ଏଠି ଆଡ୍ କରିଦେବି, ଯେମିତି ଭେଣ୍ଡିଟାକୁ ଭାଜିବା। ତେଲ ଭଲ ଭାବରେ ଗରମ ହେଇସାରିଲା ପରେ ଏ ଭେଣ୍ଡିଟାକୁ ଏଠି ଦେଇଦେବି। ମୁଁ ଏ ଭେଣ୍ଡିଟାକୁ ଧୋଇକିରି ପୋଛିକି କାଟିଥିଲି। ତ ଦେଖନ୍ତୁ, ଯେତେକ ଯଦି ଏକ୍ସଟ୍ରା ପାଣି କିଛି ଥିବ ତ ଭେଣ୍ଡିରୁ ବାହାରିଯିବ। ମୁଁ ଏଠି ଲୁଣ ହଳଦୀ ପ୍ରଥମରୁ କିଛି ଆଡ୍ କରିନି। ଅଧ ଛୋଟ ଚାମଚ ଦେଇଦେବି ଏଠି ହଳଦୀ, ସ୍ୱାଦ ଅନୁସାରେ ଦେଇଦେବି ଏଠି ଲୁଣ, ଆଉ ଅଧ ଛୋଟ ଚାମଚ ଦେଇଦେବି ଲଙ୍କାଗୁଣ୍ଡ। ଲଙ୍କାଗୁଣ୍ଡ ଚାହିଁଲେ ଆପଣ ପକେଇ ପାରିବେ, ନହେଲେ ବି ଚଳିବ। ତ ଲଙ୍କାଗୁଣ୍ଡ ପକେଇଲେ ଭଲ କଲର ଆସିବ। ଦି ସାଇଡରୁ ଯେମିତି ଭେଣ୍ଡିଟା ଟିକେ ହେଇଯିବ ଭାଜିଦେବି। ବେଶୀ ଭାଜିବେନି, ଭାଜିଲେ ଭେଣ୍ଡି କଡା ହେଇଯିବ ତ ଭଲ ଲାଗିବନି, ପୋଡି ପୋଡିଯିବ। ତ ମୁଁ ଏତିକି ଭାଜିକି ଗ୍ୟାସଟାକୁ ଫ୍ଲେମ୍ ଅଫ୍ କରିଦେଲି। ତ ମୁଁ ଏଠି ଗୋଟେ ବଡ ଜାଗା ନେଇଯାଇଛି। ମୁଁ ଏଠି 300 ଗ୍ରାମ ପାଖାପାଖି ଏଠି ଦହି ନେଇଛି। ଆପଣ ମୁଁ ଏଠି ମାର୍କେଟ ବାଲା ଦହି ୟୁଜ୍ କରିଛି। ଆପଣ ଚାହିଁଲେ ଯଦି ଘରେ ଦହି ଥିବ ୟୁଜ୍ କରିପାରିବେ। ସେ ଜାଗାଟାକୁ ଧୋଇକି ମୁଁ ଏଠି ଟିକେ ପାଣି ଆଡ୍ କରିଦେବି। ଆକୁ ଭଲ ଭାବରେ ଗୋଟେ ୱିସ୍କର ସାହାଯ୍ୟରେ ଭଲ ଭାବରେ ଫେଣ୍ଟି ନେବି, ଯେମିତି ଗୋଟେ କ୍ରିମି ଟେକ୍ସଚର ପଳେଇ ଆସିବ। ସେଇ ପର୍ଯ୍ୟନ୍ତ ମୁଁ ଫେଣ୍ଟିବି। ଦେଖନ୍ତୁ ଏଠି ହେଇଗଲାଣି। ମୋର ଏଠି ଆଉ ଟିକେ ପାଣି ଦରକାର ଥିଲା ତ ଦେବି। ମୁଁ ଏଠି ଟିକେ ଦହିଟାକୁ ଟିକେ ପତଳା ରଖିଛି, ଆପଣ ଚାହିଁଲେ ବହଳା ରଖିପାରିବେ। ତ ଏଠି ମୋର ହେଇଗଲାଣି, ବବଲ୍ସ ଆସିଗଲାଣି। ତ ସ୍ୱାଦ ଅନୁସାରେ ଦେଇଦେବି ଏଠି ଲୁଣ, ଆଉ ମୁଁ ଏଠି ଜିରା ଲଙ୍କା ଗୁଣ୍ଡ ଦେଇଛି। ଛୋଟ ଚାମଚରେ ମୁଁ ଏଠି ଜିରା ଲଙ୍କା ଗୁଣ୍ଡ, ଭଜା ଜିରା ଲଙ୍କା ଗୁଣ୍ଡ ମୁଁ ରଖିଥିଲି, ତାକୁ ଏଠି ଆଡ୍ କରିଛି। ଆକୁ ଭଲ ଭାବରେ ମିଶେଇ ଦେବି। ତ ଏବେ ଯୋଉ ଭେଣ୍ଡିକୁ ଭାଜିକି ରଖିଥିଲି ଆକୁ ସବୁ ଏଇଠି ଦେଇଦେବି। ଆକୁ ଟିକେ ଭଲ ଭାବରେ ମିଶେଇ ଦେବି, ଯେମିତି ଦହିରେ ଭିଜିଲା ପର୍ଯ୍ୟନ୍ତ ଛାଡ଼ିଦେବି। ତ ଏଠି ଗୋଟେ ଆମେ ଛୁଙ୍କ ପ୍ରସ୍ତୁତ କରିବା ବା ତଡ଼କା ନେବା। ଗୋଟେ ତଡ଼କା ପ୍ୟାନ୍ ନେଇଗଲି, ଏଥିରେ 2 ଟେବୁଲ ସ୍ପୁନ ତେଲ ଦେଇଦେଇଛି। ଅଧ ଛୋଟ ଚାମଚ ଦେଇଦେଲି ଫୁଟଣ, 2ଟା ଶୁଖିଲା ଲଙ୍କା ଦେଇଦେଇଛି। ଏ ଟିକେ ଫୁଟି ଆସିଲା ବେଳକୁ ଏଠି ମୁଁ ଭୂଷଙ୍ଗ ପତ୍ର 5 ରୁ 7ଟା ଦେଇଦେଇଛି। ଇଏ ଟିକେ ହେଇସାରିଲା ପରେ ଗ୍ୟାସର ଫ୍ଲେମକୁ ଅଫ୍ କରିକି ମୁଁ ଏଠି ହେଙ୍ଗୁ ଟିକେ ଆଉ ଅଧ ଚାମଚ ଏଠି ଦେଇଦେଲି ଲଙ୍କା ଗୁଣ୍ଡ, କାଶ୍ମୀରୀ ରେଡ୍ ଚିଲି। ତ କଲରଟା ଭଲ ଆସିବ, ଦେଖିବା ପାଇଁ ବି ବହୁତ ଭଲ ଲାଗିବ। ହେଙ୍ଗୁ ଦେଲେ ଆର ସ୍ମେଲ ବଢିଆ ଲାଗିବ। ତ ମୁଁ ଏବେ ଏଇ ଯୋଉ ଭେଣ୍ଡି ଦହିରେ ଦେଇଦେବି ଏଇ ଛୁଙ୍କଟାକୁ। ଦେଖନ୍ତୁ କେତେ ସୁନ୍ଦର ବଢିଆ କଲର ଆସିଗଲା। ତାକୁ ଏମିତି ଥରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ, ବହୁତ ବଢିଆ ଲାଗିବ। ଆମେ କିଛି ମସଲା ଆଡ୍ କରିବାନି। ତ ଦେଖନ୍ତୁ ଏଠି ମୁଁ ଅଧ ଛୋଟ ଚାମଚ ଏଠି ଚିନି ଦେଇଦେଇଛି, ଟେଷ୍ଟଟା ବାଲାନ୍ସ କରିବା ପାଇଁ। ଲଙ୍କା, ଲୁଣ, ଖଟା ସବୁ ମିଠା ବଢିଆ ବାଲାନ୍ସ ରହିବ। ତ ଦେଖନ୍ତୁ ଏଠି ହେଇଗଲା। ୟାକୁ ଏମିତି ସର୍ଭ କରିପାରିବେ, ବହୁତ ଟେଷ୍ଟି ଲାଗିବ। ଖାଇବା ପାଇଁ ବହୁତ ଟେଷ୍ଟି। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଯଦି ମୋ ରେସିପି ଗୁଡା ଭଲ ଲାଗୁଛି ତ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରିଦିଅନ୍ତୁ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ କରିବାକୁ ଜମା ବି ଭୁଲିବେନି। ରହୁଛି, ଆସିବି ଗୋଟେ ସୁନ୍ଦର ରେସିପିକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।